ଭାବରେ ପ୍ରତ୍ୟେକ ଯୁଗୀୟ ଚେତନାର ସେହି ସମୟର ମାନସିକତାକୁ ଗଭୀର ଭାବେ ପ୍ରବେଶ ମାଟି ପାଣି ପବନକୁ ପରିପୃଷ୍ଟ ଓ ଆଧ୍ୟାତ୍ମିକ ମନୋଭୂମିକୁ ରସାଳ ଉଲ୍ଲସିତ କରିପାରିଛନ୍ତି। ପୃଥିବୀର କୌଣସି ଯୁଗୀୟ ସାହିତ୍ୟିକ ଆପଣା ଭିତରେ ସେହିପରି ଅନୁରୂପ ଆଗ୍ରହ ସୃଷ୍ଟି କରିପାରି ନାହାନ୍ତି। ଏ କ୍ଷେତ୍ରରେ ଐତିହାସିକ ଟଏନବିଙ୍କ ଏକ ଉକ୍ତିକୁ ଆମେ ଦେଖିବା, ମାନବ ସମାଜରେ ସବୁଠାରୁ ଅଧିକ ଯଥାର୍ଥ ଓ ସ୍ଥାୟୀ ପରିବର୍ତ୍ତନ ଏହି ଧର୍ମ ସନ୍ଦେଶରେ ବାହକ ସନ୍ଥମାନଙ୍କ ଦ୍ୱାରା ହିଁ ହୋଇଛି। ଜୀବନ ପ୍ରତି ଅଧିକ ଆସ୍ଥା ଓ ପ୍ରତ୍ୟୟ ସୃଷ୍ଟି କରିବା ନିମିତ୍ତ ସନ୍ଥମାନେ ଯୁଗେ ଯୁଗେ ଧରାବତରଣ କରିଛନ୍ତି। ପୃଥିବୀରେ ସବୁ ସନ୍ଥଙ୍କୁ ଭକ୍ତ ଶ୍ରେଣୀରେ ଗଣ୍ୟ କରାଯାଇ ପାରିବ, ମାତ୍ର ସବୁ ସାଧୁ ବା ଭକ୍ତଙ୍କୁ ସନ୍ଥ କୁହାଯାଇ ପାରିବ ନାହିଁ। ସବୁ ଧର୍ମରେ ଓ ସବୁ ଧର୍ମ ସାଧନା ସନ୍ଥମାନେ ମଧ୍ୟ ଅଛନ୍ତି। ସନ୍ଥମାନଙ୍କର ମଧ୍ୟ ସମ୍ପ୍ରଦାୟ ରହିଛି। ସନ୍ଥ ମାର୍ଗରେ ଯେପରି କୌଣସି ଶେଷ ନାହିଁ, ଠିକ ସେହିପରି ଆଧ୍ୟାତ୍ମିକ ମାର୍ଗର ମଧ୍ୟ କୌଣସି ଶେଷ ଆମେ ଦେଖିପାରିବା ନାହିଁ। ଆଧ୍ୟାତ୍ମିକ ମାର୍ଗର ମଧ୍ୟ କୌଣସି ଶେଷ ନଥାଏ। ମାତ୍ର ସାଧୁ ନିଜକୁ ଭକ୍ତି ଚେତନାରେ ନିବେଶ କରିଥିବା ବେଳେ ସନ୍ଥ ସମାଜର ମଙ୍ଗଳ ନିମିତ୍ତ କ୍ଷୁଦ୍ର ଅନୁରକ୍ତି ଗୁଡିକୁ ଡେଇଁ ଯାଇ ସେମାନେ ମାନବ ଜୀବନର ବୃହତ୍ତର ଅନୁରାଗ ଗୁଡିକୁ ଦର୍ଶାଇଥାନ୍ତି। ଆତ୍ମା ସହିତ ଆମ ସମସ୍ତଙ୍କର ନିବିଡ଼ ପରିଚୟ କରାଇଦେବା ଲାଗି ସେମାନଙ୍କର ଅହମକୁ ଚୂନା କରିଦେଇ ଏକ ବୃହତ୍ତର ଆନ୍ତରିକତା ମଧ୍ୟରେ ଆସି ପ୍ରବେଶ କରିବାର ଅଭିନବ ମାର୍ଗ ଗୁଡିକୁ ସେ ଆମକୁ ଦର୍ଶାଇଥାନ୍ତି। ବିଶ୍ୱର ଶ୍ରେଷ୍ଠ ସନ୍ଥ ମାନଙ୍କ ମଧ୍ୟରେ ଗ୍ରୀକର ସନ୍ଥ ପିଥାଗୋରାସ ହୁଅନ୍ତୁ କି ଚୀନର ସନ୍ଥ ଲାଓ ତସେ ଓ କୁଙ୍ଗ ଫୁ ତସେ, ପାରସ୍ୟର ସନ୍ଥ ଜରାଥ୍ରଷ୍ଟ ଏବଂ ପଶ୍ଚିମ ଜର୍ମାନୀର ସନ୍ଥ ଏକହାର୍ଟ ସମସ୍ତେ ଶ୍ୟାମଳ ଭୂଖଣ୍ଡର ସ୍ୱପ୍ନ ଦେଖିଛନ୍ତି। ସାନ ବଡର କୌଣସି ବିଚାର ନ କରି ନିରନ୍ତର ଭାବରେ ଗୋଟିଏ ପ୍ରବାହମାନ ସ୍ରୋତରେ ନିଜକୁ ମିଶାଇ ଦେବାର ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି। ସମଗ୍ର ପୃଥିବୀ ପୃଷ୍ଠରେ ମାନବ ଜାତି ପାଇଁ ଶାନ୍ତି ଦୂତ ହୋଇ ଆସିଥିବା ଯୀଶୁଙ୍କର ବାଣୀ ଓ ଜୀବନାଦର୍ଶକୁ ଆଜି ବି କିଛି ସନ୍ଥମାନେ ଅନୁସରଣ କରିଛନ୍ତି ଏବଂ ଆମ ଭିତରେ ମଧ୍ୟ ସେହି ଯୋଉ ସନ୍ଥ ପରମ୍ପରାର ଯୋଉ ଭକ୍ତିଭାବ ଧାରାଟିକୁ ମଧ୍ୟ ଆମ ଭିତରେ ଅନୁରଣିତ କରିବାର ପ୍ରଚେଷ୍ଟା ମଧ୍ୟ କରିଆସିଛନ୍ତି। ମଣିଷର ଅନ୍ତରତମ ପ୍ରଦେଶରେ ନିହିତ ସତ୍ୟର ଉଦ୍ଘାଟନ କରିବା ଦିଗରେ ଈଶ୍ୱରଙ୍କର ହାତ ରହିଛି ବୋଲି ଯୀଶୁ ମତବ୍ୟକ୍ତ କରନ୍ତି, ଯୋଉଥିପାଇଁ କି ସେ ଆଜି ଆମ ପାଖରେ ଅମର ହେଇକି ରହିଛନ୍ତି। ତାଙ୍କର ମନ ରାଜ୍ୟର ପରିବର୍ତ୍ତନ ହିଁ ସ୍ୱର୍ଗ ରାଜ୍ୟ ସନ୍ନିକଟ ହେଇପାରିବ, ଏ ଉଦ୍ଦେଶ୍ୟରେ ସେ ବାରମ୍ବାର ଆମମାନଙ୍କୁ କହିଛନ୍ତି ଏବଂ ଆମେ ମଧ୍ୟ ଆଧ୍ୟାତ୍ମିକ ଦିଗରେ ଆଉ ଏକ ପାହାଚ ଉଠିବାର ଯୋଉ ପ୍ରଚେଷ୍ଟା ଆମର ରହିଛି, ଆମେ ସନ୍ଥ ମାନଙ୍କ ପାଇଁ ଏଇ ସବୁ ପ୍ରଚେଷ୍ଟା ଆମେ ଜାରି ରଖିଛେ ବା ଆମେ ସେ ଦିଗ ପ୍ରତି ବିଶେଷ ଭାବରେ ଗୁରୁତ୍ୱ ଦଉଛେ। କୌଣସି ନା କୌଣସି ସତ୍ୟ ନିହିତ ତାହାର ପ୍ରକୃତ ରହସ୍ୟ ସନ୍ଥ ହିଁ ବୁଝାଇ ପାରିଥାନ୍ତି। ଅନ୍ୟ କୌଣସି ସାହିତ୍ୟ ପରମ୍ପରାରେ ଦେଖନ୍ତୁ, ଅନ୍ୟ କୌଣସି କାବ୍ୟ କବିତା ଯେକୌଣସି ପାଠ ଆପଣ ପଢନ୍ତୁ, ସନ୍ଥ ସାହିତ୍ୟରେ ବା ସନ୍ଥ ପରମ୍ପରାରେ ଏମିତି ଏକ ଭକ୍ତି ଭାବର ଧାରା ରହିଛି ଯୋଉଟା କି ସାଧାରଣ କେବଳ ଗୋଟିଏ ସମ୍ପ୍ରଦାୟ ନୁହେଁ, ସମଗ୍ର ବିଶ୍ୱର ମାନବ ଜାତିକୁ ଏକ ଶିକ୍ଷା ଏବଂ ଭକ୍ତି ମାତ୍ରେ ଶାନ୍ତି ଦୂତ ଭାବରେ ଭକ୍ତିର ମାର୍ଗ ଦେଖାଇବା ପାଇଁ ସନ୍ଥ ମାନଙ୍କର କାଳେ କାଳେ ଆବିର୍ଭାବ ହେଇଛି। ସେହିପରି ଅଷ୍ଟାଦଶ ଶତାବ୍ଦୀର ଈଶ୍ୱରଙ୍କର ଅନୁସରଣରେ ଥିବା ସନ୍ଥ ଡେନମାର୍କର ଦାର୍ଶନିକ ଈଶ୍ୱର ଏବଂ ମଣିଷ ଭିତରେ ଥିବା ଏକ ସୁନ୍ଦର ଭାବ ସମନ୍ୱୟକୁ ଯୋଡ଼ିଛନ୍ତି ପ୍ରଥମ କରି। ତେଣୁ ଆମେ କହିପାରିବା ପ୍ରକୃତ ସନ୍ଥ ଜଗତ ପାଇଁ ବଞ୍ଚିଥାନ୍ତି, ଜଗତର ମଙ୍ଗଳ ଲାଗି ଆପଣାକୁ ଅଧିକରୁ ଅଧିକ ଯୋଗ୍ୟ ଏକ ନିମିତ୍ତ ରୂପ ପ୍ରସ୍ତୁତ କରିବାକୁ ହିଁ ସେମାନେ ଆସିଥାନ୍ତି ଏବଂ ସର୍ବମୂଳ ଭାବରେ ସେ ଭକ୍ତିକୁ ଗ୍ରହଣ କରିଥାନ୍ତି। ମନୁଷ୍ୟ ସମାଜକୁ ଅଧିକ ମନୁଷ୍ୟଚିତ୍ତ କରାଇବା ପାଇଁ କରାଇ ଆଣିବାରେ ଅନ୍ତତଃ ଭାରତ ବର୍ଷରେ ସନ୍ଥଙ୍କ ଦୃଷ୍ଟି ସଦାକାଳ ଏକ ମହାନ ଅବଦାନ ରହିଆସିଛି। ଶିଷ୍ଟ ମାନଙ୍କର ଅଜ୍ଞାନକୁ ହରିନେଇ ସତ୍ୟ ଏବଂ ଦିବ୍ୟତାର ଅଧିକ ନିକଟବର୍ତ୍ତୀ କରାଇବାରେ ସନ୍ଥ ମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଛି। ପୁଣ୍ୟମୟ ଭାରତରେ ସନ୍ଥ ପରମ୍ପରାର ସୁଦୀର୍ଘ ଇତିହାସର ମୂଳରେ ବ୍ୟାପକ ପୃଷ୍ଠଭୂମି ଭାବରେ ମହାବୀର ଜିନଙ୍କ ଜୈନ ତତ୍ତ୍ୱ ଏବଂ ବୁଦ୍ଧଙ୍କର ବୋଧି ତତ୍ତ୍ୱ ବିଶିଷ୍ଟତା ବହନ କରେ।
बौद्ध धर्मर मैत्री भावना भारतीय सन्थ मार्गर एक बलिष्ठ पदक्षेप। भारतीय सन्थ मार्गरे निर्वाण प्राप्ति और करुणा यही धर्मद्वयर मुख्य उद्देश्य थिला। को धर्मर माने बौद्ध धर्म एवं जैन धर्मर। भारतीय सन्थ परंपरा रे शंकराचार्य हेउचंदी सर्वप्रथम तत्वदर्शी और प्रातस्मरणीय सन्थ भावरे आमे तांको ग्रहण करछे। तांको प्रदर्शित मायावाद जे एकमात्र ब्रह्म को ही सत्य स्वीकार करे एहा हेउची तांकर बाणी थिला। शंकरଙ୍କ ପରେ ଆମେ ଯଦି ସନ୍ଥଙ୍କୁ ଦେଖୁଛେ ଦକ୍ଷିଣ ଭାରତରେ ଅଲୁଆର ନାମକ ନୂତନ ସମ୍ପ୍ରଦାୟ ଗଢି ଉଠିଥିଲା। ଅଲୁଆର ଶବ୍ଦର ଅର୍ଥ ହେଉଛି ଆଧ୍ୟାତ୍ମିକ ଜ୍ଞାନ ରୂପୀ ବ୍ୟକ୍ତିଙ୍କୁ ବୁଝାଏ, ଯୋଉମାନେ ଜ୍ଞାନର ଗଭୀରତାକୁ ଯାଇଛନ୍ତି। ଜ୍ଞାନର ଗଭୀରତା କହିଲେ ଆମେ ପାଠ ପଢିକି ଜ୍ଞାନୀ ହବା ସେଟାକୁ କୁହାଯାଏନି। ଜ୍ଞାନର ଗଭୀରତା ହେଲେ ମଣିଷ ମୁଁ କିଏ, ମୋର ଆସିବାର ଉଦ୍ଦେଶ୍ୟ କଣ, ଏ ସଂସାରକୁ ଆସିବାର ଉଦ୍ଦେଶ୍ୟ କଣ ଏବଂ ସେ ଉଦ୍ଦେଶ୍ୟକୁ ବୁଝିକି ଯଥାର୍ଥ କର୍ମ ମୁଁ କଣ କରିଛି, ଏଇଟା ହଉଛି ପ୍ରକୃତ ଆତ୍ମଜ୍ଞାନ, ଯୋଉଟାକୁ ଆମେ ଅଲୁଆର ସମ୍ପ୍ରଦାୟ ବୋଲି ଆମେ ସ୍ୱୀକାର କରିଛେ। ଅଲୁଆର ପନ୍ଥାର ସନ୍ଥ ଥିଲେ ବୈଷ୍ଣବ। ସେମାନେ ସାଧାରଣତଃ ବୈଷ୍ଣବ ଭକ୍ତ। ବୈଷ୍ଣବ ଧର୍ମ ପ୍ରଚାର ରୂପେ ନାଥମୁନି ସର୍ବପ୍ରାଚୀନ, ଯାହାଙ୍କ ପ୍ରକୃତ ନାମ ଥିଲା ରଙ୍ଗନାଥ ସ୍ୱାମୀ। ଏକାଦଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ସନ୍ଥ ରାମାନୁଜଙ୍କ ଆବିର୍ଭାବ ଘଟିଥିଲା। ସେ ଯମୁନାଚାର୍ଯ୍ୟଙ୍କ ପୌତ୍ରୀଙ୍କର ପୁତ୍ର ଥିଲେ। ଶଙ୍କରାଚାର୍ଯ୍ୟଙ୍କ ମାୟାବାଦ ଦର୍ଶନକୁ ଖଣ୍ଡନ କରି ବିଶିଷ୍ଟାଦ୍ୱୈତ ପ୍ରଚାର କଲେ ଓ ବେଦାର୍ଥ ସଂଗ୍ରହ ନାମକ ଗ୍ରନ୍ଥ ରଚନା କରି ବେଦତ୍ୱକୁ ପଢିବା ଏବଂ ନିଜର ଦୈନନ୍ଦିନ ବ୍ୟବହାରରେ କିପରି ଲଗାଇ ପାରିବା ସେ ସମସ୍ତ ସଜୀବ ପ୍ରାଣୀ ମାନଙ୍କୁ ମାନେ ମନୁଷ୍ୟକୁ ସେ ନୂଆ ଧାରାଟି ପ୍ରେରଣା ଦେଇଥିଲେ। ସେହିପରି ସନ୍ଥ ମାଧ୍ୱାଚାର୍ଯ୍ୟ ବେଦ ଉପନିଷଦ ଅପେକ୍ଷା ପୁରାଣ ଗୁଡିକୁ ତତ୍ୱଧର୍ମୀ ଦର୍ଶାଇ ସେ କହିଲେ ଏହି ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ପରମେଶ୍ୱରଙ୍କ ଦ୍ୱାରା ଆଶ୍ରିତ ବା ପରିଚାଳିତ ହେଉଛି ତାଙ୍କର ବ୍ୟକ୍ତି ବିଭବ ଦୁଇଟି ମାର୍ଗ। ଗୋଟିଏ ବିଷ୍ଣୁ ଅର୍ଥାତ ବିଚାର, ଅନ୍ୟଟି ହେଉଛି ଲକ୍ଷ୍ମୀ ଅର୍ଥାତ ବୈଭବ। ଆତ୍ମା ଗୁଡିକର ଗୁଣାତ୍ମକ ସ୍ତରକୁ ବିଚାର କରି ସେ ମୁକ୍ତିର ପଥ ପ୍ରଦର୍ଶକ ଭାବରେ ଆଧ୍ୟାତ୍ମିକ ଚେତନାକୁ ସ୍ୱୀକାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ମାନେ ଯୋଉଟା କି ଆମେ କହୁଛେ ନା ବିଷ୍ଣୁ ଅର୍ଥ ଆମେ ଭଗବାନ ବୋଲି ବୁଝୁଛେ, ଭଗବାନଙ୍କର ଅନ୍ୟ ଏକ ସ୍ୱରୂପ ହଉଛି, ଯଦି ଆମେ ଆତ୍ମଜ୍ଞାନ ତତ୍ତ୍ୱ ଦୃଷ୍ଟିରୁ ଯିବା ସେ ହଉଛି ବିଚାରଶୀଳ। ବିଷ୍ଣୁଙ୍କର ଏକ ରୂପ ହଉଛି ବିଚାର, ଯୋଉଟା କି ଆମ ଭିତରେ ଯୋଉ ଆତ୍ମା ଅଛି, ଆମେ ଯେତେବେଳେ ଗୋଟେ ଭୁଲ କର୍ମ କରୁଛେ ବା ଭୁଲ କାମଟାକୁ ଆମେ ଜାଣିବା ସତ୍ତ୍ୱେ ବି କରୁଛେ, କିନ୍ତୁ ଭିତରେ ଆମକୁ ସେ କେହି ଜଣେ କହୁଛି ଯେ ଏଇ ଯୋଉ କାମଟା ମୁଁ କରୁଛି ଏଇଟା ଭୁଲ ଅଛି। ତ ଏଇଟା ହଉଛି ଭଗବାନଙ୍କର ଏକ ସ୍ୱରୂପ। ଆତ୍ମା ଏବଂ ଆତ୍ମାର ଯୋଉ ଗୋଟେ ରୂପ ଅଛି ତାହାର ବର୍ଣ୍ଣନାଟାକୁ ସେ କରୁଛନ୍ତି। ବିଷ୍ଣୁ ହଉଛନ୍ତି ବିଚାର ଏବଂ ଲକ୍ଷ୍ମୀ ହଉଛନ୍ତି ବୈଭବ। ଯେତେ ଆମେ ବିଚାରଶୀଳ ହବା ଆମେ ବୈଭବର ଅଧିକାରୀ ହେଇପାରିବା। ବୈଭବର ଅଧିକାରୀ ଧନ ସମ୍ପତ୍ତିକୁ ଆମେ ବୁଝଉ ନାହିଁ, ଏଇଟା ଯଦି ତତ୍ତ୍ୱ ଦୃଷ୍ଟିରୁ ଦେଖିବା ଆମେ ସେତେ ମାନସିକତାରେ ସେତେ ପ୍ରଭାବଶାଳୀ ହେଇପାରିବା ଯଦି ଆମର ବିଚାର ଭଲ ରହିବ। ସେମିତି ଦକ୍ଷିଣ ଭାରତର ଅନ୍ୟତମ ସନ୍ଥ ନିର୍ମାକ କୃଷ୍ଣ ଓ ସମର୍ପଣ ସତ୍ତାର ମହାଭାବ ସ୍ୱରୂପିଣୀ ରାଧାଙ୍କୁ ସେ ପ୍ରଥମ କରି ପ୍ରତିଷ୍ଠା କଲେ ଏବଂ ଯୋଉଟା କି ଆମର ବୈଷ୍ଣବ ଧାରାରେ ଆମେ ଦେଖିବାକୁ ପାଉଛେ। ଜଗତରେ ରାଧାକୃଷ୍ଣଙ୍କର ଅପୂର୍ବ ଯୁଗଳ ମୂର୍ତ୍ତିକୁ ସମଗ୍ର ଭାରତ ବର୍ଷରେ ସେ ଦର୍ଶନରେ ସ୍ଥାନିତ କରିପାରିଥିଲେ। ଅନ୍ୟତମ ସନ୍ଥ ହେଉଛନ୍ତି ବଲ୍ଲଭାଚାର୍ଯ୍ୟ। ବିଷ୍ଣୁ ଭକ୍ତିଙ୍କର ସୁଧା ଦୈତ୍ୟ ଧାରାଟିକୁ ସେ ସର୍ବୋତ୍ତମ ଭାବରେ ଦର୍ଶାଇ ଭକ୍ତି ଜ୍ଞାନ ଠାରୁ ଅଧିକା ବୋଲି ସେ ତଥ୍ୟ ପ୍ରଦାନ କଲେ। ମାନେ ଜଣେ ତତ୍ତ୍ୱକୁ ପଢି ତାକୁ ବୁଝିବା ଅପେକ୍ଷା ଜଣେ ଯଦି ସେ ତତ୍ତ୍ୱ ସହିତ ଜ୍ଞାନ ସହିତ ସେ ଯଦି ଭକ୍ତି ଭାବ ଧାରାଟିକୁ ନିର୍ମଳ ରଖିଛି ତାହେଲେ ସେ ହଉଛି ଜ୍ଞାନ ଠାରୁ ଭକ୍ତିଟା ହଉଛି ବଡ ବୋଲି କିଏ କହିଲେ? ସନ୍ଥ ବଲ୍ଲଭାଚାର୍ଯ୍ୟ। ଆଉ ଜଣେ ସନ୍ଥଙ୍କୁ ଆମର ଦୃଷ୍ଟି ଆକର୍ଷଣ କରିବା ଆଚାର୍ଯ୍ୟ ରାମାନୁଜ। ଉତ୍ତର ଓ ଦକ୍ଷିଣ ଭାରତ ଭକ୍ତି ପରମ୍ପରା ମଧ୍ୟରେ ଏକ ସଂଯୋଗକାରୀ ସେ ଥିଲେ। ତାଙ୍କର ବାଣୀ ଥିଲା ଯାବତୀୟ ଭେଦାଭେଦ ନିର୍ବିଶେଷରେ ମନୁଷ୍ୟ ମାତ୍ରେ ସମସ୍ତଙ୍କର ହିଁ ପରମାତ୍ମା ଉପାସନା କରିବାରେ ଅଧିକାର ରହିଛି।
ଯେତେ ଜାତି ଭେଦ ଜାତି ପ୍ରଥା ଜାତି ଆମେ କଣ करे ନା ସେ ସମୟରେ ତତ୍କାଳୀନ ସମାଜରେ ବ୍ରାହ୍ମଣ ମାନେ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରୁଥିଲେ, ବେଦ ପାଠ ବେଦ ଉପନିଷଦ ପାଠ କରୁଥିଲେ। ସିଏ ଏଟାକୁ ସେ ସ୍ୱୀକାର କଲେ ଯେ କେବଳ ବ୍ରାହ୍ମଣ ନୁହନ୍ତି, ସମସ୍ତ ଯେ କେହି ବେଦକୁ ପାଠ କରିପାରିବେ, ଯେ କେହି ଈଶ୍ୱରଙ୍କୁ ବୁଝିପାରିବେ, ସେ ସମସ୍ତ ସତ୍ତାର ଅଧିକାର ରହିଛି ସେ ମାନେ ସନ୍ଥ ପରମ୍ପରାକୁ ସେ ଗ୍ରହଣ କରିପାରିବେ ବୋଲି। ସେମିତି ସନ୍ଥ କବୀରଙ୍କୁ ଯଦି ଆମେ ଦେଖିବା, ପରବର୍ତ୍ତୀ ସମୟରେ ସେ ଆସିଲେ, ସେ ଭକ୍ତି ଧାରାକୁ ସଗୁଣ ଏବଂ ନିର୍ଗୁଣ ଉପାସନା ଆଡକୁ ସେ ନେଇଗଲେ। ସଗୁଣ ଏବଂ ନିର୍ଗୁଣ ଭିତରେ ପାର୍ଥକ୍ୟ ଏତିକି, ସଗୁଣ ହଉଛି ଈଶ୍ୱରଙ୍କର ଭିନ୍ନ ଭିନ୍ନ ରୂପକୁ ଆମେ ନବା ସଗୁଣ। ଯେମିତି ଆମେ ଈଶ୍ୱରଙ୍କୁ ଆମେ ଜଗନ୍ନାଥ ରୂପରେ ନେଇପାରିବା, ଆମେ ଦେଖୁଛେ ଆମେ ବିଷ୍ଣୁଙ୍କ ରୂପରେ ଦେଖୁଛେ, କୃଷ୍ଣ ରାମ ବିଭିନ୍ନ ତାଙ୍କୁ ବିଭିନ୍ନ ରୂପରେ ଆମେ ତାଙ୍କୁ ଦେଖୁଛେ। କିନ୍ତୁ ନିର୍ଗୁଣ ହଉଛି ସେ ଅନନ୍ତ ପରିବ୍ୟାପ୍ତ, ସେ ଅସୀମ ଶୂନ୍ୟବାଦ ଯୋଉଟା ଆମେ କହୁଛେ ସେଇଟା ନିର୍ଗୁଣ ତତ୍ଵକୁ ଯାଉଛି। ତ ସିଏ କଣ କଲେ ନା ସଗୁଣ ଏବଂ ନିର୍ଗୁଣ ଉପାସନା ଆଡକୁ ଭକ୍ତ ମାନଙ୍କୁ ନେଲେ। କର୍ମମୟ ଜୀବନରେ ହିଁ ପ୍ରକୃତ ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ ସେ ସ୍ୱୀକାର କଲେ। ସେ କର୍ମକୁ ହିଁ ଭକ୍ତି ବୋଲି ସ୍ୱୀକାର କଲେ। ମୁଁ କେବଳ ଭଗବାନଙ୍କୁ ଉପାସନା କରିବି ଏବଂ ଭଗବାନଙ୍କୁ ଖୋଜିବି, ମୁଁ କୋଉଠି ପାଇବି ନାହିଁ। ମୁଁ ଯଦି ସମସ୍ତ ସତ୍ତା ଭିତରେ ଭଗବାନଙ୍କୁ ମୁଁ ଯଦି ଭଗବାନଙ୍କୁ ପାଇବାକୁ ଚାହୁଁଛି, ତାହେଲେ ସମସ୍ତ ସତ୍ତା ଭିତରେ ମତେ ତାଙ୍କୁ ଦେଖିବାର ଅଛି। ମୁଁ ଯଦି ଭଗବାନଙ୍କୁ ମାଙ୍କୁ ଯଦି ମୁଁ ଭଗବାନ ବୋଲି ଭାବୁଛି, ତାହେଲେ ସବୁ ମାଙ୍କ ଭିତରେ ମୁଁ ଭଗବାନଙ୍କୁ ପାଉଛି। ମୁଁ ଯଦି ଯାହା ଭିତରେ ବି ମୁଁ ଭଗବାନଙ୍କୁ ଦେଖିବାକୁ ଚାହୁଁଛି, ମୁଁ ତାଙ୍କୁ ସେଇ ରୂପରେ ଦେଖିପାରିବି। ଯଦି ମୁଁ ଏମିତି ଖୋଜିବି ଯେ ଭଗବାନ ଏଇଠି ଅଛନ୍ତି, ସେଇଠି ଭଗବାନ ଆମକୁ ଦେଖାଯିବେ ନାହିଁ। ତାଙ୍କର ତତ୍ଵ ହେଲା କର୍ମ ହିଁ ଭଗବାନ। ମାନେ ମୁଁ ଯଦି ଭଲ କର୍ମ କରୁଛି, ତାହେଲେ ଏହା ହିଁ ନିଶ୍ଚିତ ଭାବରେ ଭଗବାନଙ୍କର ଏକ ଆଶୀର୍ବାଦ। ସନ୍ଥର ଭକ୍ତି ହେଉଛି ସାହସର ଭକ୍ତି, ସମର୍ପଣର ଭକ୍ତି। ସନ୍ଥ କେବେ କାହାକୁ ଡରେ ନାହିଁ। ସେ କାହାକୁ ଡରେ ନା ଅପକର୍ମକୁ ଡରନ୍ତି। ସେଥିପାଇଁ ତାଙ୍କୁ ସନ୍ଥ କୁହାଯାଏ, ଯେ କି ସମାଜର ଶୃଙ୍ଖଳିତ ସମାଜକୁ ସେମାନେ ପ୍ରତିଷ୍ଠା ଦବାରେ ତାଙ୍କର ବହୁତ ଅବଦାନ ରହିଛି, ସେଥିପାଇଁ ସେମାନେ ସନ୍ଥ। ତେଣୁ ଯଦି ଆମେ ଭଗବାନଙ୍କୁ ମଣିଷର ପାର୍ଥିବ ପିଣ୍ଡ ଭିତରେ ଉପଲବ୍ଧି କରିପାରୁନାହେଁ, ତେବେ ତାଙ୍କୁ ପାଇବାର ଆଶା ମଧ୍ୟ କେବେ ବି କରିବା ଉଚିତ ନୁହେଁ। ଯଦି ପ୍ରତ୍ୟେକ ଜୀବସତ୍ତା ଭିତରେ ଆମେ ଈଶ୍ୱର ଅଛନ୍ତି ବୋଲି ଆମ ଭିତରେ ବିଚାର ଆସୁନାହିଁ, ତାହେଲେ ଆମେ କେବେ ସନ୍ଥର ଯୋଉ ଭାବନାକୁ ଆମେ ବୁଝିପାରିବା ନାହିଁ। ସନ୍ଥର ଉଦ୍ଦେଶ୍ୟ ହଉଛି ଯେ ଈଶ୍ୱରଙ୍କର ସମଗ୍ର ସୃଷ୍ଟି ଭିତରେ ସବୁ ଜୀବସତ୍ତା ଭିତରେ ଈଶ୍ୱର ହିଁ ବିଦ୍ୟମାନ ଅଛନ୍ତି, ଏଇ କଥାଟି ଆମକୁ ସ୍ୱୀକାର କରିବାକୁ ପଡିବ ଯଦି ଆମେ ସନ୍ଥ ପରମ୍ପରାକୁ ଦେଖିବା। ଈଶ୍ୱରଙ୍କୁ ପାଇବାକୁ ହେଲେ ସଜୀବ ସତ୍ତାକୁ ଆନନ୍ଦରେ ଗ୍ରହଣ କର, ସାଧୁ ସଙ୍ଗ ହିଁ ସାଧାରଣକୁ ସନ୍ଥ କରେଇ ଦିଏ। ଯଦି ଆମେ ଈଶ୍ୱରଙ୍କୁ ଖୋଜିବା, ତାହେଲେ ସମଗ୍ର ଜୀବନ ଭିତରେ ଆମେ ଶେଷ ପାହାଚରେ ପହଞ୍ଚି ଗଲେ ମଧ୍ୟ ଆମେ ଈଶ୍ୱରଙ୍କୁ ପାଇବା ନାହିଁ। ମୁଁ ଆଗକୁ ଯେତେବେଳେ କହିବି ଅରକ୍ଷିତ ଦାସଙ୍କ ବିଷୟରେ, ଏଇ କଥାଟି ହିଁ ସିଏ ଦେଖେଇଛନ୍ତି ଯେ ସେ ସବୁଠି ବୁଲି ବୁଲିକି ଈଶ୍ୱରଙ୍କୁ ଖୋଜିଛନ୍ତି, କିନ୍ତୁ ଈଶ୍ୱରଙ୍କୁ କୋଉଠି ପାଇନାହାନ୍ତି। ଶେଷରେ ସେ ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ଈଶ୍ୱର ସମସ୍ତ ଜୀବସତ୍ତା ଭିତରେ ଅଛନ୍ତି, ମୁଁ ତାଙ୍କୁ ଯୋଉ ରୂପରେ ଦେଖିବାକୁ ଚାହିଁବି ସେ ମତେ ସେଇ ରୂପରେ ଦେଖାଦେବେ। ମଣିଷ ଭିତରେ ସର୍ବଦା ବିନୟ ଭାବନାର ସ୍ଥାୟୀ ବାସ ପାଇଁ ଈଶ୍ୱରଙ୍କ ଠାରେ ଧ୍ୟାନସ୍ଥ ହୋଇଥିବା ଅନନ୍ୟ ସନ୍ଥ ହେଉଛନ୍ତି ରଇଦାସ। ସେ କହିଲେ ମନୁଷ୍ୟ ଭିତରେ ଗୋଟେ ସ୍ଥାୟୀ ଭାବ ଆସିବା ଦରକାର, ଯୋଉଟା ଈଶ୍ୱରାନୁଗାମୀ ହବା। ଈଶ୍ୱରଙ୍କୁ ଯଦି ଆମେ ବିଶ୍ୱାସ କରୁଛେ ବା ଆମେ ପରମାତ୍ମାଙ୍କୁ ବିଶ୍ୱାସ କରୁଛେ, ତାହେଲେ ଆମ ଭିତରେ ଏକ ଶାନ୍ତି ବିରାଜମାନ ରହିବ ଏବଂ ଗୋଟେ ଆଧ୍ୟାତ୍ମିକର ସ୍ଥାୟୀ ଭାବ ଆମେ ସେଥିରେ ଦେଖିବାକୁ ପାଇବା। ତାଙ୍କ ମତରେ ଯଥାର୍ଥ ଭକ୍ତିର ଯୋଗ ଥିବ ଏବଂ ଜ୍ଞାନ ଥିବ। ଯୋଗ କଣ? ଯୋଗ ମାନେ ନୁହେଁ ଯେ ମୁଁ ଗୋଟେ ଜାଗାରେ ବସିବି ଏବଂ କେବଳ ଭଗବାନଙ୍କୁ ଧ୍ୟାନ କରିବି। ଯୋଗ ହଉଛି କଣ? ମୁଁ ଧ୍ୟାନ କରିବି ଏବଂ ମୁଁ ବୈରାଗ୍ୟ ଭାବରେ ଧ୍ୟାନ କରିବି। ଏସବୁକୁ ଯୋଗ କୁହାଯାଏନି। ପ୍ରକୃତ ଯୋଗ ହଉଛି କର୍ମକୁ ସୁକର୍ମକୁ ଆପଣେଇବା ପ୍ରକୃତ ଯୋଗ। ସତ୍ୟ କହିବାଟା ବଡ କଥା ନୁହେଁ, ସତ୍ୟକୁ ଧାରଣ କରିବା, ସତ୍ୟକୁ ସାଧନା କରିବାଟା ହଉଛି ଯୋଗ। ଯେମିତି ମୁଁ ସବୁ କଥାରେ ସତ୍ୟ କୁହେ, ତା ମାନେ ମୁଁ କେତେବେଳେ ବି ମାଡ ବି ଖାଇପାରେ ସତ୍ୟ କହୁଛି ବୋଲି। କିନ୍ତୁ ସତ୍ୟକୁ ଧାରଣ କରିବେ, ମୁଁ ହୁଏତ ସତ୍ୟ ନ କହିପାରେ, ମୁଖରେ ନ କହିପାରେ, କିନ୍ତୁ ମୁଁ ସତ୍ୟ ପଥରେ ଅଛି ବା ମୁଁ ସତ୍ୟ ପଥରେ ଚାଲିବାକୁ ପ୍ରୟାସରେ ଅଛି, ଏଇଟାକୁ କୁହାଯାଏ ଯୋଗ। ସେଇଭଳି ଭାବରେ ତତ୍ଵଜ୍ଞାନ ହଉଛି ଅନ୍ତରାତ୍ମାର ଯୋଉ ଅନ୍ତରାତ୍ମା ଯେତେବେଳେ ଆଲୋକିତ ହଉଛି, ସେଟାକୁ ଆମେ ଜ୍ଞାନ ବୋଲି କହୁଛେ। ଯଥାର୍ଥ ଯୋଗରେ ଭକ୍ତି ଓ ଜ୍ଞାନ ଉଭୟ ଥିବେ
ଏବଂ ଯଥାର୍ଥ ଜ୍ଞାନରେ ଭକ୍ତି ଓ ଯୋଗ ଏକାଠି ଥିବେ। ଏହା ଦ୍ୱାରା ମନର ବିକାର ଦୂର ହେବ ଏବଂ ଭ୍ରମ ବନ୍ଧନରୁ ମୁକ୍ତି ମଧ୍ୟ ମିଳିବ। ସନ୍ଥ ଦାଦୁଙ୍କ ଦର୍ଶନରେ ଆତ୍ମାର ପରିଚ୍ଛନ୍ନ ବୋଧ ଓ ଅନାହତ ବିଶ୍ୱାସ ମୂଳରେ ହିଁ ଆବିଷ୍କାର କରିହେବ ସେହି ବିଶୁଦ୍ଧ ଭୂମି ଯେଉଁଠି ଅଦ୍ୱିତୀୟ ଆତ୍ମାର ଉପସ୍ଥିତି ରହିଛି। ଯେତେବେଳେ ଆମେ ହୃଦୟ ଭିତରେ ବା ଆମର ଆତ୍ମାକୁ ଆମେ ପରିଷ୍କୃତ କରିବା, ସେତେବେଳେ ଆମେ ଅନ୍ୟ ଭିତରେ ଯୋଉ ଈଶ୍ୱର ଅଛନ୍ତି ବା ସେ ବି ଈଶ୍ୱରଙ୍କ ସୃଷ୍ଟି, ଆମେ ସେଟା ଉପଲବ୍ଧି କରିପାରିବା। ତ ଆମ ଭିତରେ ପ୍ରକୃତରେ ଯୋଉ ଅଛି ମଣିଷ ମାତ୍ରେ ହିଁ ଲୋଭ, ମୋହ, ଈର୍ଷା ଏସବୁ ଭାବ ଅଛି, ଏଟା ଧୀରେ ଧୀରେ ଅପସରି ଯିବ। କାହିଁକି ଅପସରିବ? ସନ୍ଥଙ୍କର ଉକ୍ତିରେ ଯେ ଯେତେବେଳେ ଆମେ ନିଜକୁ ଆବିଷ୍କାର କରୁଛେ ଏବଂ ଆମେ ଯେତେବେଳେ ନିଜକୁ ବିଶ୍ୱାସ କରୁଛେ ଯେ ମୋ ଭିତରେ ଈଶ୍ୱର ଅଛନ୍ତି, ତ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ ଏବଂ ସେ ବି ମୋର ଭାଇ ଭଉଣୀ ବା ସେ ବି ମୋର ପିତାମାତା, ସେ ଯେ କେହି ବି ହୁଅନ୍ତୁ, ସେ ଈଶ୍ୱରଙ୍କର ସୃଷ୍ଟି। ଯେତେବେଳେ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରିବା, ଅଟୋମେଟିକାଲି ଆମେ ତାଙ୍କୁ ସ୍ୱୀକାର କରିବା। ସେହିପରି ସନ୍ଥ ନାନକଙ୍କ ଆବିର୍ଭାବ ହେଇଥିଲା ଗ୍ରନ୍ଥ ସାହେବ ତାଙ୍କର ରଚିତ ଏକ ଚର୍ଚ୍ଚିତ ଗ୍ରନ୍ଥ। ତାଙ୍କ ମତ ଥିଲା ସନ୍ଥର କୌଣସି ବିଲୟ ନାହିଁ, ସନ୍ଥର କେବେ ବିଲୟ ନାହିଁ। ସନ୍ଥର ତା ମାନେ କଣ? ସନ୍ଥ ହେଉଛନ୍ତି ସତ୍ୟର ସ୍ୱରୂପ, ସନ୍ଥ ହେଉଛନ୍ତି ଶାନ୍ତିର ପ୍ରତୀକ। ଏଇ ସତ୍ୟ ଏବଂ ଶାନ୍ତି ୟାର କେବେ ବିଲୋପ ହୋଇନାହିଁ। ସନ୍ଥ ନାନକ ନାମର ବିଶ୍ୱାସୀ ଥିଲେ। ପ୍ରାଚୀନ ସନାତନ ଧର୍ମର ପ୍ରଥମ ସ୍ୱୀକାର ଓମକାରକୁ ସେ ସ୍ୱୀକାର କରିଥିଲେ। ପରମ ପଦଟିକୁ ଆଦରର ସହ ସେ ଗ୍ରହଣ କରିଥିଲେ। ସେ ଧର୍ମ ପ୍ରଚାରକ ନଥିଲେ, କେବଳ ସନ୍ଥ ମାନଙ୍କୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ସତ୍ୟକୁ ଶ୍ରେଷ୍ଠ ସ୍ଥାନ ସେ ଦେଇଥିଲେ। ସନ୍ଥ ମାନଙ୍କୁ ସମ୍ମାନ ଦେବା, କୌଣସି ମଣିଷକୁ ସମ୍ମାନ ଦେବା କଥା ଉଠେ ନାହିଁ। ସନ୍ଥ ମାନଙ୍କୁ ସମ୍ମାନ ଦେବାର ଉଦ୍ଦେଶ୍ୟ ହେଉଛି ସନ୍ଥ ମାନଙ୍କ ଭିତରେ ଥିବା ଯୋଉ ଅଲୌକିକତା ବା ସନ୍ଥ ମାନଙ୍କ ଭିତରେ ଥିବା ଯୋଉ ସହନଶୀଳତା, ଧୈର୍ଯ୍ୟ ଏବଂ ଆତ୍ମଜ୍ଞାନର ଯୋଉ ବିକାଶ, ତାକୁ ସବୁବେଳେ ମଣିଷ ସମ୍ମାନ ଦେବା ଦରକାର। ଏଇ ସବୁ କଥା ମୁଁ ଯୋଉ କହିଲି, ଏ ସବୁ କଥା ସେତେବେଳେ ସମ୍ଭବ ହବ ଯେତେବେଳେ ହୃଦୟରେ ପ୍ରେମ ଭାବନାଟେ ଜାଗ୍ରତ ହବ। ପ୍ରେମ ବିନା ଉପଦେଶ ବାକ୍ୟ କେବଳ ଅସତ୍ୟ। ମୁଁ ଯଦି ପ୍ରଥମେ ଜଣଙ୍କୁ ଧର ବୁଝେଇବାକୁ ଚାହୁଁଛି, ମୋ ଭିତରେ ଯଦି ସେତିକି ଶ୍ରଦ୍ଧାଶୀଳ ନାହିଁ, ମୁଁ ଯୋଉ କଥା କହୁଛି ଖାଲି କହିବା ଉଦ୍ଦେଶ୍ୟରେ କହିଲେ ଜଣେ କେବେ ଗ୍ରହଣ କରିବ ନାହିଁ। ଯଦି ମୋ କହିବା ଭିତରେ ସାମ୍ନା ଲୋକ ପ୍ରତି ସେତିକି ଶ୍ରଦ୍ଧା ଥିବ, ତ ସେ କିଛି ଲୋକ ସେଟାକୁ ନିଶ୍ଚିତ ଭାବରେ ଗ୍ରହଣ କରିବେ। ତ ସନ୍ଥ ମାନଙ୍କର ସେ ଯେହେତୁ ସିଏ ନିଜେ ସାଧନା କରିଛନ୍ତି ଏବଂ ନିଜେ ସେଟାକୁ ବୁଝିଛନ୍ତି, ସେ ଯେତେବେଳେ ପ୍ରକାଶ କରନ୍ତି ସାଧାରଣ ଲୋକ ମଧ୍ୟ ତାଙ୍କ କଥାରେ ଭାବ ବିହଳିତ ହୁଏ ଏବଂ ଆଧ୍ୟାତ୍ମିକ ମାର୍ଗକୁ ଗ୍ରହଣ କରେ। ପ୍ରଭୁଙ୍କର ଯାହା ନିର୍ଦ୍ଦେଶ ତାକୁ ପ୍ରେମର ସହିତ କରିବା ଉଚିତ। ଏବଂ 16ଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସନ୍ଥ ହେଉଛନ୍ତି ସନ୍ଥ ତୁଳସୀ ଦାସ। କାୟ ମନ ବାକ୍ୟରେ ଦିବ୍ୟ ଭାବନା ନିକଟରେ ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ସେ ସଗୁଣ ପଥର ଭକ୍ତି ଭାବକୁ ପ୍ରାଧାନ୍ୟ ଦେଇ ସ୍ମରଣୀୟ ଗ୍ରନ୍ଥ ରାମଚରିତ ମାନସ ରଚନା କରିଥିଲେ। ଭକ୍ତି ଓ ଯୋଗ ମଧ୍ୟରେ ଏକ ମଧୁର ସମନ୍ୱୟ ସ୍ଥାପନା କରିଥିବା ଅନନ୍ୟ ସନ୍ଥ ହେଉଛନ୍ତି ଜ୍ଞାନେଶ୍ୱର। ସେ ସ୍ୱୀକାର କରନ୍ତି ସର୍ବଦେହେ ନାରାୟଣ ସର୍ବ ବ୍ରହ୍ମମୟ। ସମସ୍ତଙ୍କ ଭିତରେ ନାରାୟଣ ଅଛନ୍ତି, ସମସ୍ତେ ହେଉଛନ୍ତି ବ୍ରହ୍ମଙ୍କର ସ୍ୱରୂପ। ଆତ୍ମା ଉପଲବ୍ଧି ହେଉଛି ସବୁଠାରୁ ବଡ କଥା। ମୁଁ କଣ ଚାହୁଁଛି ବା ମୁଁ ଯୋଉ କାମ କରୁଛି ତାହା ସଂସାର ପାଇଁ କେତେ, ଯୋଉ ମଣିଷ ଭାବି ନାହିଁ କେବେ, ଆଜିକାଲି ଆମେ ଭାବୁଛେ ଯେ ଆମକୁ ଗୋଟେ ସ୍ୱାଧୀନତା ଦରକାର, ସ୍ୱାଧୀନତା ନାଁରେ ଆମେ ସ୍ୱେଚ୍ଛାଚାରିତା କରୁଛେ। କିନ୍ତୁ ସ୍ୱାଧୀନତା ତାକୁ କୁହାଯାଏ ଯୋଉଟା ସମାଜର ହିତ ଆଡିକି ଯାଏ। ମୁଁ ଧର ଜଣେ ନାରୀ, ମୁଁ ଚାକିରି କରିଛି, ମୁଁ ବାହାରକୁ ଯାଉଛି, କିନ୍ତୁ ମୋ ଭିତରେ ସେ ମତେ ଅଧିକ ସ୍ୱାଧୀନତା ମିଳିଛି, କିନ୍ତୁ ସେ ସ୍ୱାଧୀନତାଟା ଏମିତି ବି ନ ହଉ ଯୋଉଟା ଅନ୍ୟମାନଙ୍କ ଉପରେ ଖରାପ ପ୍ରଭାବ ପକେଇବ। ତ ସେ ସ୍ୱାଧୀନତାର ମୂଲ୍ୟ କିଛି ନଥାଏ ଯୋଉଠି ଆଉ କିଛି ଜଣ ଲୋକ ସ୍ୱେଚ୍ଛାଚାରିତା ଆଡକୁ ଯାଆନ୍ତି। ତ ସ୍ୱାଧୀନତା ହଉଛି ସେଟା ଯୋଉଠି ଶୃଙ୍ଖଳା ଥାଏ। ଶୃଙ୍ଖଳାର ସ୍ୱାଧୀନତା ସବୁବେଳେ ଦେଶର ବିକାଶ ପଥକୁ ଆଗେଇ ନିଏ। ସନ୍ଥଙ୍କର କହିବା କଥା ସେୟା ଯେ ସେ ସ୍ୱୀକାର କରନ୍ତି ସର୍ବଦେହେ ନାରାୟଣ ଅଛନ୍ତି। ଆତ୍ମ ଉପଲବ୍ଧି ହେଉଛି ସବୁଠାରୁ ବଡ କଥା। ଭିନ୍ନ ଜଣେ ସନ୍ଥ ତୁକାରାମଙ୍କର ମତ ହେଉଛି ସମାଜରେ ପ୍ରଚଳିତ ଜାତି ଭେଦର କୌଣସି ପ୍ରଭାବ ପଡିବା ଉଚିତ ନୁହେଁ। ସେ ମୋକ୍ଷ ଚାହିଁନାହାନ୍ତି କି ମୁକ୍ତି ମଧ୍ୟ ଚାହିଁନାହାନ୍ତି। ସେ ଚାହିଁଛନ୍ତି ମଣିଷ ସବୁବେଳେ ଏମିତି ଜନ୍ମ ନଉ, ମଣିଷ ସବୁ ଗୋଟେ ଜନ୍ମ ପରେ ଆଉ ଗୋଟେ ଜନ୍ମରେ ସେ ଆହୁରି ଭଲ କାମ କରୁ, ଆହୁରି ଭଲ ଚିନ୍ତାଧାରାରେ ଜନ୍ମ ନଉ। ଏହା ଏକ ଚକ୍ରାକାର ଭାବରେ ଏମିତି ଚାଲିଥାଉ ପୃଥିବୀ ପୃଷ୍ଠରେ। ସେ ବାରମ୍ବାର ଜନ୍ମ ନେଇ ବାରମ୍ବାର ମୋକ୍ଷ ପାଆନ୍ତୁ ଏବଂ ମୁକ୍ତି ପାଆନ୍ତୁ ବୋଲି ସିଏ ଗୋଟେ ସ୍ୱୀକାର କରିଛନ୍ତି।
ନିତ୍ୟ କାଳର ମଣିଷ ଜଗତକୁ ବାରମ୍ବାର ଲୋଡୁଥିବା ଅସ୍ତିତ୍ୱଟି ହିଁ ହେଇପାରେ କେବଳ ସନ୍ଥସ୍ଥାନୀୟ। ସନ୍ଥର ହୃଦୟ ପ୍ରତିବେଶୀର ମଙ୍ଗଳ ବିଧାନ ନିମନ୍ତେ ସର୍ବଦା ବିଗଳିତ ଥାଏ। ସନ୍ଥ ନରସିଂହ ମେହେଟା ଓ ସନ୍ଥ ଶଙ୍କର ଦେବଙ୍କ ଚିନ୍ତାଧାରାରେ କର୍ମ ପ୍ରବଣତା ମଧ୍ୟରେ ଈଶ୍ୱରଙ୍କୁ ସଗୁଣ ନିର୍ଗୁଣ ସ୍ୱରୂପକୁ ଠାବ କରିବାଟା ହେଉଛି ସବୁଠାରୁ ବଡ କଥା। ସେପରି ଆମେ ଶେଷରେ ଦେଖିବା ଭାରତୀୟ ସନ୍ଥ ପରମ୍ପରାରେ ମୀରାବାଇ ପ୍ରେମ ଭକ୍ତିର ଅନନ୍ୟ ସାଧିକା ଥିଲେ। ତାଙ୍କଠାରୁ ଆଉ ବଡ ସାଧିକା ସନ୍ଥ ଭାବରେ ମୁଁ ଭାବୁଛି ନାରୀ ଭାବରେ ଆଉ କେହି ସେମିତି ଆଗକୁ ଆସିନାହାନ୍ତି। ସେଇପରି ହୃଦୟରେ ସମତାବୋଧ, ଈଶ୍ୱର ଭକ୍ତି। ଯେତେବେଳେ ଆମ ଭିତରେ ଆମ ହୃଦୟରେ ଯେତେବେଳେ ସମାନ ଭାବ ଆସିବ, ସମସ୍ତଙ୍କ ପ୍ରତି ସମାନ ଭାବ ଆସିବ, ଆମେ ଜ୍ଞାନର ଗୋଟିଏ ପାହାଚ ମାତ୍ର ଚଢିଲୁ ବୋଲି ଆମେ ଭାବିବା। ସନ୍ଥ ସୁରଦାସଙ୍କର ସନ୍ଥ ପରମ୍ପରା ଅତି ଅନନ୍ୟ। ସେ ବଲ୍ଲଭ ସମ୍ପ୍ରଦାୟର ସନ୍ଥ ଥିଲେ। ତାଙ୍କ ମତରେ ଗୋପାଳ ନାମ ଭଜନରେ ଅନ୍ତରାତ୍ମାର ଆନନ୍ଦ ରୂପ କୋଟିଏ ତୀର୍ଥରେ ସ୍ନାନ କଲେ ମଧ୍ୟ ମିଳେ ନାହିଁ। ଯେତେବେଳେ ଆମେ ଜଣଙ୍କୁ ଯେତେବେଳେ ଆମେ ଈଶ୍ୱରଙ୍କୁ ସ୍ୱୀକାର କରୁଛେ ବା ସତ୍ୟକୁ ଧାରଣ କରୁଛେ ମନ ଭିତରେ, ସତ୍ୟ ସବୁଠି ପ୍ରକାଶ ହବା ଉଚିତ ନୁହେଁ। ସତ୍ୟ ସବୁବେଳେ ମନ ଭିତରେ ଦୃଢ ଭାବରେ ରହିବା ଦରକାର। ସବୁ ଜାଗାରେ ଆପଣ ସତ୍ୟ ପ୍ରକାଶ କଲେ ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି, କିନ୍ତୁ ସତ୍ୟ ପ୍ରକାଶ ନ କରନ୍ତୁ ପଛେ, କିନ୍ତୁ ଅନ୍ତତଃ ସତ୍ୟ ଏବଂ ମିଥ୍ୟାଠୁ ଦୂରେଇ ରୁହନ୍ତୁ, ସତ୍ୟଟାକୁ ଧାରଣ କରିବା ଦରକାର। ସେ କହୁଛନ୍ତି ପ୍ରେମମୟ ଈଶ୍ୱରଙ୍କୁ ବୁଝିବାକୁ ହେଲେ ସତ୍ୟକୁ ଧାରଣ କରିବାକୁ ପଡିବ। ପ୍ରେମମୟ ଈଶ୍ୱରଙ୍କୁ ଯେତେବେଳେ ଏଇଟା ଈଶ୍ୱରଙ୍କୁ ବୁଝିବାକୁ ନୁହେଁ। ମୁଁ ଏଇଠି ଗୋଟେ ବାକ୍ୟ ଟିକେ ଉକ୍ତିଟାକୁ ବୁଲେଇକି କହିବି। ଈଶ୍ୱରଙ୍କୁ ବୁଝିବାକୁ ହେଲେ ସତ୍ୟକୁ ଧାରଣ କରିବାକୁ ପଡିବ, ସେଇଟା ନୁହେଁ। ଆମେ ଈଶ୍ୱରଙ୍କ ଅନୁଗାମୀ ହେଲେ ସତ୍ୟ ଆମକୁ ଆନନ୍ଦ ଦବ। ସତ୍ୟ ଯେତେ ଆମେ ଯେତେ ମୋହମାୟାରେ ଜଡିତ ହବା, ମିଛ ଆମକୁ ଆନନ୍ଦ ଦବ। ଆମେ ଯଦି ଈଶ୍ୱରଙ୍କୁ ବିଶ୍ୱାସ କରିବା ବା ଈଶ୍ୱରଙ୍କ ପ୍ରତି ଆମ ଭିତରେ ସମର୍ପଣ ଭାବ ଆସିବ, ସେତେବେଳେ ଆମେ ସତ୍ୟଟା ଆମକୁ ଏମିତିରେ ବି ଆମକୁ ସତ୍ୟଟା ହିଁ ଭଲ ଲାଗିବ। ସର୍ବଭାରତୀୟ ସନ୍ଥ ସାର୍ବଜନୀନ ଦୃଷ୍ଟିକୋଣ, ଆଧ୍ୟାତ୍ମିକ ସହନଶୀଳତା ତଥା ଭାତୃତ୍ୱର ବନ୍ଧନକୁ ଧୂଳିସାତ କରିଦେଇଥିବା ବିଭେଦକାରୀ ପ୍ରବୃତ୍ତିକୁ ଲୋପ କରିଦେବା ଅଭିପ୍ରାୟରେ ସେମାନେ ଈଶ୍ୱରଙ୍କ ସଦ୍ଗୁଣ ସତ୍ତା ସହ ନିର୍ଗୁଣ ବ୍ରହ୍ମଙ୍କର ବିଶ୍ୱ ପରିବ୍ୟାପ୍ତ ସର୍ବମୟତାକୁ ଆହ୍ୱାନ ରୂପେ ସାମୂହିକ ଭାବରେ ପ୍ରକାଶ କରୁଥିଲେ ସନ୍ଥମାନେ। ସେମିତି ଆମେ ଦେଖିବା ମଧ୍ୟଯୁଗ ଭାରତ ଇତିହାସରେ ଥିବା ସୁଦୀର୍ଘ ସନ୍ଥ ପରମ୍ପରା ଓଡ଼ିଆ ସାହିତ୍ୟକୁ ଆଚ୍ଛନ୍ନ କରିଥିଲା। ଓଡ଼ିଶାର ସନ୍ଥ ପରମ୍ପରାଟି ଭାରତ ବର୍ଷର ସେହି ସମଗ୍ରତାର ଏକ ଅତ୍ୟନ୍ତ ନିବିଡ଼ତମ ପରିଚୟ ଦେବାରେ ସମର୍ଥ ହୋଇଛି। ଓଡ଼ିଶାର ସନ୍ଥ ପରମ୍ପରା ଭାରତୀୟ ସନ୍ଥ ପରମ୍ପରାର ପ୍ରସୂତ ଫଳସ୍ୱରୂପ। ଓଡ଼ିଶାରେ ଏହି ସନ୍ଥ ପରମ୍ପରା ସୃଷ୍ଟି କରିବା ମୂଳରେ ପୁରୀର ଶ୍ରୀ ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ରର ଅବଦାନ ବିଶେଷ ରହିଛି। କାରଣ ଏହା ସମଗ୍ର ଭାରତ ବର୍ଷରେ ପ୍ରମୁଖ ତୀର୍ଥସ୍ଥାନ ଭାବରେ ସ୍ୱୀକୃତି ପାଇଥିଲା। ଭାରତର ବିବିଧ ମତବାଦ ସହ ବିବିଧ ତର୍କ ଆଲୋଚନା ଜଗନ୍ନାଥ ତତ୍ତ୍ୱ ମଧ୍ୟରେ ଶାନ୍ତି ସମାହିତ ହୋଇ ରହିଥିଲା। ଏହି କାରଣରୁ ବହୁ ସନ୍ଥଙ୍କର ଆଗମନ ହେବା ଏବଂ ମଣ୍ଡପରେ ଏ ବିଷୟରେ ଯୋଉ ତତ୍ତ୍ୱ ଜ୍ଞାନ ବିଷୟରେ ଆଲୋଚନା ଦ୍ୱାରା ବିବିଧ ମୌଳିକ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବାର ପ୍ରମୁଖ ସ୍ଥାନ ପାଲଟିଥିଲା ଶ୍ରୀକ୍ଷେତ୍ର। ଏଠାରେ ଦକ୍ଷିଣ ଭାରତର ବହୁ ସନ୍ଥ ମାଧବାଚାର୍ଯ୍ୟ, ନିମ୍ବାକ ଓ ବିଷ୍ଣୁ ସ୍ୱାମୀ ପୁରୀକୁ ଆସି ନିଜ ନିଜ ସ୍ୱକୀୟ ମତ ଉପସ୍ଥାପନ କରିବା ବେଳେ ବହୁ ରାଜା, ଗଜପତି ମହାରାଜ ଏବଂ ତା ସହିତ ବହୁ ତତ୍ତ୍ୱଦର୍ଶୀ ପଣ୍ଡିତ ମାନେ ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଶ୍ରୀ ଚୈତନ୍ୟଙ୍କ ଆଗମନ ପରେ ଉତ୍କଳରେ ସନ୍ଥ ପରମ୍ପରା ବିଶେଷ ଭାବରେ ପ୍ରଚାର ପ୍ରସାର ହୋଇଥିଲା। ଉତ୍କଳର ପଞ୍ଚସଖାଙ୍କ ସହିତ ଶ୍ରୀ ଚୈତନ୍ୟଙ୍କର ସଂଯୋଗ ଏକ ଭିନ୍ନ ଭାବଧାରା ଆଡକୁ ଆଧ୍ୟାତ୍ମିକ ଦିଗଟି ଚାଲି ଯାଇଥିଲା। ଉତ୍କଳୀୟ ସନ୍ଥ ପରମ୍ପରାର ମୂଳ ଉତ୍ସ ରୂପେ ମଧ୍ୟ ଏବଂ ଉତ୍ତର ଭାରତୀୟ ସନ୍ଥ ସମ୍ପ୍ରଦାୟ ଦକ୍ଷିଣ ତାମିଲ ପ୍ରଦେଶର ଅଲୱାର ବୈଷ୍ଣବ ଗୋଷ୍ଠୀଙ୍କୁ ଗ୍ରହଣ କରାଯାଇଛି। କବୀର, ରଜ, ଜ୍ଞାନେଶ୍ୱର, ନାମଦେବ, ତୁଳସୀଦାସ, ସୁରଦାସଙ୍କ ପଦାବଳୀ ସହିତ ଉତ୍କଳର ସନ୍ଥ ପଞ୍ଚସଖା ଯୋଉ ଅଛନ୍ତି ଆମର ବଳରାମ ଦାସଙ୍କ ଠାରୁ ଶିଶୁ ଅନନ୍ତ ଦାସଙ୍କ ପର୍ଯ୍ୟନ୍ତ, ଏ ସମସ୍ତେ ତାଙ୍କ ଦ୍ୱାରା ପ୍ରଭାବିତ ହେଇଛନ୍ତି ବହୁ ସମୟରେ ଏବଂ ସେ ପ୍ରତିଷ୍ଠା କରିଛନ୍ତି ଉତ୍କଳରେ ସନ୍ଥ ଏବଂ ଭକ୍ତି ସମ୍ପ୍ରଦାୟର ଗୋଟେ ପରମ୍ପରା ଆରମ୍ଭ କଲେ। ଏ କ୍ଷେତ୍ରରେ ପଞ୍ଚସଖାଙ୍କର ଅବଦାନ ଅତୁଳନୀୟ ଆମେ କହିପାରିବା।
जनजीवन हृदय बेदी रे अच्युतानंद निमित्त सन्थ भूमिकाटी खूब सुरक्षित भाव से साइति पारिथिले आमे जेते पंचसखा समस्ते तत्वदर्शी थिले किंतु अच्युतानंद दास को आमे सन्थ भाव रे विशेष भाव रे ग्रहण करचे एहंक परे सन्थ परंपरा रे हाड़ीदास नूतन भाव रे संयोग हेइचंदी से मालिक ए दुई जन जाक मालिका रचना क्षेत्र रे आम सहित एबे आम पाखरे एबे भी चिरस्मरणीय होइकी रहिचंदी सन्थ परंपरा रे सन्थ अरकित दास हेउचंदी जणे अनन्य प्रतिभा दीप्त व्यक्तित्व से तांकर लेखारे लेखिले सकल जीवे एक भाव तेबे संसार तरिब सकल समान देखिबु आज्ञा को मने भाबुथिबु महिमंडल गीतारू मु एटा उद्धार करची ए जो आमे सन्थ परंपरा टी आमे भारतीय सन्थ परंपरा देखिले विश्वरु भारतीय पर्यंत मु संक्षेप कहली एथिरे जहा आमे जहा मु कहि गली वर्तमान अरखित दासंकर प्रतिटी पंक्ति को जदि आपण विश्लेषण करिवे ताले एई कथाटी ही पाइबे सकल जीव भितरे जदि आमे ईश्वर को पाइबा को चाहूचे ताले सकल जीव भितरे सकल जीव जे समान हमको एक विचारधारा को आनिया को पड़िबो एपरि एक स्वीकारोक्ति हेउची सन्थ कवि अरखित दासंक महिमंडल गीतार सारमर्म सकल देहरे ईश्वरंकर उपस्थित रहिची समग्र उत्कलीय आध्यात्मिक जीवन और माटी पानी पवन रे आतजात ओडिया सन्थ परंपरार एक अनन्य दृष्टांत यह थिला दक्षिण ओडिशार बड़खेमुंडी राजा मणिदेव पुत्र भाव युवराज बलभद्र देव जे कि परवर्ती समय अरखित दास हेइथिले छोट कहानी टे कहबी जेतेले श्राद्ध पत्र राज परिवार जेतेले श्राद्ध दिया जाउथिला बहु बड़ भोजीर आयोजन हेइथिला सेतेबेले तांकर पिता अरखित दासंकर पिता तांको युवराज को कहिथिले जे जाकी तमे कदली पत्र जुगाड़ कर कदली पत्र आनिया पई जाइचंदी खोजी खोजी पाइले नाही बहु संख्या रे कदली पत्र रो आवश्यकता थिला से जेतेले खोजी खोजी पाइ नांदी गोटे अंधार हेइची जणे बुढ़ी लोकर घर तार बहुत कदली बण तार थिला सी जाइकी से कदली बणरू गोटे पत्र काटिबा को चेष्टा करचंदी सेतेबेले से बुढ़ी लोक जनक माँ जनक से आसिकी तांको कहउचंदी जे होइरे अरखित तू कौन करूच ए जो अरखित शब्दटी तांको विगलित करिथिला एवं से दिन ठारू से तापरे फेरी आछचंदी से रातिरे से आउ सोई पार नांदी से भाबिचंदी जे मु एते बड़ राजकुमार हेले मध्य मोर किछि परिचय नाही मते से माँ जनक ठीक कथा कहिचंदी मु होची अरखित काहेकि से जेतु तांको बाटू चोरी करथि अरखित सी आज सतरे अरखित दास पालटी जाइथिले तापरे से घर छाड़ी देचंदी समस्त राजउवास छाड़ीचंदी एवं बहु जगह बुलीचंदी भगवान को खोजिचंदी शेषरे से एई निष्कर्ष रे पहुंचीचंदी जे मु भगवान को जो रूप रे देखिबा को चाहिबी भगवान मते सेई रूप रे देखा देबे मु जदी बापांक भितरे मो बापांक भितरे मु जदी ईश्वर को देखुची ताले समग्र मानव जातिर बापांक भितरे मते भी ईश्वर देखा जिवे एई जो भावधाराटा को से दर्शाइले से सेटु कहउचंदी ना सकल कष्ट को स्वेच्छा से वरण कले सगुण वैष्णव प्रभाव रे प्रतिकूल परिवेश से उत्तीर्ण स्तर को पहुंची पारिथिले संसार मनीष मान प्रति आपणर श्रद्धा गुणटी को आदौ कौन सी प्रकार उणा करी कारण से बुझी थिले जे समस्त विषय भितर ईश्वर अच्छी आम साधारण रे जेतेले आमर कार्यधारा रे किए आमठू आगू पळेला किए आमठू पछरे रही जाइची तार भी आमर मानसिक स्थिति बिगड़ जाउची आमे सेटा सहजरे स्वीकार करि पारने जेतेले आमे कोनोसी विफलता को सामना करूचे किंतु यार जदि आम भितर एतिकी आसीबो जे नै मो सामने थिबा प्रत्येकटी व्यक्ति विशेष को भितरे जदि ईश्वर विराजमान अछंती से जदि तांको कर्म करूचंती ताले मु जदि सन्थ परंपरार से सर्वकनिष्ठ गृहत्यागी सन्थ थिले व्यापक दृष्टि गृहत्यागी सन्यासी थिले जे कि मनीष जीवन को एवं जगत को जिणिबार व्यापक समय तांका हाथ रे थिला
ମୂର୍ତ୍ତ ନୁହେଁ ଅମୂର୍ତ୍ତ ବ୍ରହ୍ମଙ୍କୁ ସେ ବିଶ୍ୱାସ କରୁଥିଲେ। ସେ ଜ୍ଞାନ ସହିତ ନିର୍ମଳ ଭକ୍ତିକୁ ଗୁରୁତ୍ୱ ଦେଇଥିଲେ। ତେଣୁ ଅରକ୍ଷିତ ଦାସଙ୍କ ଜୀବନକୁ ନିର୍ଭରଶୀଳତାର ଏକ ଅନୁଭବିକ ପରୀକ୍ଷଣ କୁହାଯାଇପାରେ ମୋ ମତରେ। ଅରକ୍ଷିତ ଦାସଙ୍କ ବହୁ ପୂର୍ବରୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ବିଷୟରେ ଲେଖୁଛନ୍ତି। 46 ପଟ ସେ ଲେଖିଛନ୍ତି, ଓଳାଶୁଣୀ ପର୍ବତରେ ସାଧୁ ସେବା ହେବ, ଏକାକ୍ଷର ପରୀକ୍ଷାରେ ସେ ଅର୍କ୍ଷିତ କରିବ, ଅରକ୍ଷିତ ଦାସ ମୋର ଅଟେ ଗେହ୍ଲା ପୁଅ, ମୋ ଆଗରେ ଚାଲିବ ସେ ମାଳିକା ନିର୍ଣ୍ଣୟ। ସେ ଶେଷରେ ଓଳାଶୁଣୀ ପର୍ବତ ପାଖରେ ପହଞ୍ଚିଛନ୍ତି। ସାରା ସମଗ୍ର ଭାରତବର୍ଷ ବୁଲି ସାରିଲା ପରେ, ବହୁ ଆଡେ ଈଶ୍ୱରଙ୍କୁ ଖୋଜିଲା ପରେ ସେ ଓଳାଶୁଣୀ ପର୍ବତରେ ପହଞ୍ଚିଛନ୍ତି ଏବଂ ସେଇଠାରେ ସେ ସାଧନାରେ ବ୍ରତୀ ହେଇଛନ୍ତି। ଏଇ ଆମେ 46 ପଟଳର ଏଇ ଯୋଉ 4ଟି ପଂକ୍ତିରୁ ଆମେ ତାଙ୍କ ବିଷୟରେ ସୂଚନା ପାଉଛେ। ସେହିପରି ତାଙ୍କ ରଚିତ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ତତ୍ତ୍ୱବୋଧିନୀ ଟୀକାରେ ସେ ଲେଖୁଛନ୍ତି, ଆହୁରି କଥାଏ ଶୁଣରେ ରାମ, ଅରକ୍ଷିତ ଅଟେ ଭକତ ଟାଣ। ଭକତ ଭିତରେ ଯଦି କିଏ ପୁଣ୍ୟାତ୍ମା ଥାଆନ୍ତି ସେ ହଉଛନ୍ତି ଅରକ୍ଷିତ ଦାସ। ଏଥିରୁ ସନ୍ଥ ଅରକ୍ଷିତ ଦାସଙ୍କ ମହିମା ସ୍ପଷ୍ଟ ଆମେ ଜାଣିପାରୁଛେ। ତାଙ୍କ ଦ୍ୱାରା ଲିଖିତ ଅରକ୍ଷିତ ଦାସଙ୍କ ଦ୍ୱାରା ଲିଖିତ ମହିମଣ୍ଡଳ ଗୀତା ବୃହତ୍ତର ଓ ସର୍ବପ୍ରଧାନ ଗ୍ରନ୍ଥ ଭାବରେ ସ୍ୱୀକାରୋକ୍ତି ପାଇଛି। ସନ୍ଥ ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି ଗ୍ରନ୍ଥ ପରି ଏହି ଗ୍ରନ୍ଥ ତାଙ୍କ ଜୀବନ କାହାଣୀର ଏକ ଜୀବନ୍ତ ଦସ୍ତାବିଜ ଭାବରେ ଆମେ ଗ୍ରହଣ କରେ। ଏତଦ୍ ବ୍ୟତୀତ ବାଲ୍ୟବୋଧ, ଭକ୍ତି ଟୀକା, ମହାଗୁପ୍ତ, ପଦ୍ମକଳ୍ପ, ଅବଧୂତ ସଂହିତା, ମହାକବଚ, ମହିମା ଗୀତା, ଭଜନ ଜଣାଣ ଇତ୍ୟାଦି ତାଙ୍କର ରଚନାରେ ସନ୍ନିବେଶିତ ହୋଇଛି। ସାଧନା ପାଇଁ ମଣିକାଞ୍ଚନର ନିରବତାକୁ ଖୋଜୁ ଖୋଜୁ ସନ୍ଥ ଅରକ୍ଷିତ ଦାସ ସମଗ୍ର ଓଡିଶା ପରିଭ୍ରମଣ କରି ଶେଷରେ ଓଳାଶୁଣୀ ଗୁମ୍ଫାରେ ସେ ଅବସ୍ଥାନ କରିଛନ୍ତି। ସାଧନାର ସର୍ବଶ୍ରେଷ୍ଠ ସ୍ଥଳୀ ଭାବରେ ମଧ୍ୟ ସେ ତାକୁ ସ୍ୱୀକାର କରିଛନ୍ତି। ଅରକ୍ଷିତ ଦାସଙ୍କ ପ୍ରଚାରିତ ଧର୍ମ ଉପାସନାକୁ ମାତ୍ରାଧିକ ପରିମାଣରେ ସ୍ୱୀକାର କରୁଥିଲେ ହେଁ ସଗୁଣ ଉପାସନା ପ୍ରତି ତାଙ୍କର ଉଦାର ମନୋଭାବ ଥିବା ଆମେ ସ୍ପଷ୍ଟ ଜାଣିପାରିବା ଯଦି ଆମେ ମହିମଣ୍ଡଳ ଗୀତାକୁ ଦେଖିବା। କେବଳ ଆତ୍ମାକୁ ଚିହ୍ନିବା ଏବଂ ପରମାତ୍ମାକୁ ଆରାଧ୍ୟ ରୂପେ ମାନି ଜୀବନକୁ ବିଶୁଦ୍ଧ ମାର୍ଗରେ ବାହି ନେବା ତାଙ୍କର ସନ୍ଥ ଦର୍ଶନ ଥିଲା। କବିଙ୍କ ରଚିତ ଏହି ଗୀତାରେ ଶୂନ୍ୟ ବ୍ରହ୍ମ ପରମ ପ୍ରେମମୟ ସତ୍ତାଙ୍କୁ ବ୍ରହ୍ମା, ବିଷ୍ଣୁ, ଶିବ ଓ ଶୂନ୍ୟ ଦେହୀ ରୂପେ ସ୍ୱୀକୃତି ମିଳିଛି। ଯେମିତି ଆମେ ସ୍ତୁତି ଚିନ୍ତାମଣିରେ ସତ୍ୟ ଏବଂ ଧର୍ମକୁ ଆମେ ଦେଖୁଛେ, ଏକାଠି ଦେଖୁଛେ। ସତ୍ୟ ଏବଂ ଧର୍ମ ପଥରେ ଥିଲେ ମଣିଷର କେମିତି ମୋକ୍ଷ ପ୍ରାପ୍ତି ହୁଏ ବା ମଣିଷ କେମିତି ଏକ ଉଚ୍ଚତର ସ୍ତରକୁ ଯାଇପାରେ, ସେମିତି ଏହି ମହିମଣ୍ଡଳ ଗୀତାରେ ମଧ୍ୟ ଆମେ ସେଇ ପ୍ରକାଶ ପାଇବା ସତ୍ୟ ଏବଂ ଧର୍ମ। କାରଣ ଏଥିରେ ସଗୁଣ ନିର୍ଗୁଣ ଧାରାର ଏକ ମିଶ୍ରିତ ରୂପକୁ ଆମେ ଦେଖିବା। ସେ ଏକବେଳେ କହୁଛନ୍ତି ଯେ ଈଶ୍ୱରଙ୍କର ଭିନ୍ନ ଭିନ୍ନ ରୂପ ରହିଛି ଏବଂ ଏକବେଳେ କହୁଛନ୍ତି ସେ ଶୂନ୍ୟ ବ୍ରହ୍ମ, ଅନନ୍ତ, ଅରୂପ, ଅଣାକାର। ସେ ଲେଖୁଛନ୍ତି, ନିରଞ୍ଜନଟି ମୋର ନାମ, ନାରାୟଣଟି ବୋଲି ପୁଣ, ଅତ୍ରାହି ଭୁଞ୍ଜନ ହୋଇଲି, ଗୋପୀ ଜୀବନ ବୋଲାଇଲି। ଏହିପରି ପ୍ରୟାସ ଅନ୍ୟ ସନ୍ଥଙ୍କ ଦୃଷ୍ଟିକଳ୍ପରେ ଖୁବ କମ ଦୃଷ୍ଟିଗୋଚର ହୁଏ। ପରବ୍ରହ୍ମଙ୍କ ସ୍ଥିତି ସ୍ଥାପକକୁ ସନ୍ଥ ଅରକ୍ଷିତ ଦାସ ଯେଉଁ ଚିତ୍ର ଦେଇଛନ୍ତି ତା ଭିତରେ ଗୋପୀକୃଷ୍ଣ ତଥା ବୁଦ୍ଧ, ଶ୍ରୀ ଜଗନ୍ନାଥ ସଭି ଏକାକାର ହୋଇଛନ୍ତି। ତାଙ୍କର ଦର୍ଶନ ହେଉଛି ସଗୁଣ ସତ୍ତା, ସୃଷ୍ଟି ନିର୍ଗୁଣ ପରବ୍ରହ୍ମଙ୍କ ଆଜ୍ଞାରେ ସମ୍ଭବ ସେ ସ୍ୱୀକାର କରିଛନ୍ତି। ତେଣୁ ସେ ଲେଖୁଛନ୍ତି, ସ୍ଥାବର ଜୀବଜନ୍ତୁ ଯେତେ ଆଜ୍ଞାରୁ ଜନ୍ମିଲେ ସମସ୍ତେ, ଆଜ୍ଞା ଯେ ମଙ୍ଗଳ ପାଇ ଗୋପରେ ସ୍ଥିରୀ ବେଶ ହୋଇ, ଆଜ୍ଞାରୁ ଶ୍ରୀ ନୀଳକନ୍ଦେ ବିଜେ କଲୁ, ମହାଶୂନ୍ୟଟି ତା ଶରୀର, ତାଗର୍ଭୁ ଆଜ୍ଞା ଯେ ବାହାର, ଶୂନ୍ୟ ଯେ ଆଜ୍ଞାରୁ ହୋଇଲା, ଓଙ୍କାର ରୂପରେ ହୋଇଲା। ସନ୍ଥ ଅରକ୍ଷିତ ଦାସଙ୍କ ଦର୍ଶନ ଭିତରେ ଗୁରୁଙ୍କୁ ସେ ସାଧ୍ୟ ବସ୍ତୁ ରୂପେ ନୁହେଁ ବରଂ କରିଛନ୍ତି। ଜଣେ ସାଧକ ଗୁରୁଙ୍କ ଦ୍ୱାରା ବାନ୍ଧି ହୋଇ ରହିବାକୁ ସେ ସ୍ୱୀକାର କରିନାହାନ୍ତି। ସନ୍ଥ ପରମ୍ପରା କ୍ଷେତ୍ରରେ ଏକ ନୂତନ ପ୍ରୟାସ ଏହା ଥିଲା। ତେଣୁ ସେ କହୁଛନ୍ତି, ଗୁରୁ ବୋଲନ୍ତି କାହୁଁ ଆସି, ମନୁଷ୍ୟ ଦେହେ ସିନା ଭାସି। କିଏ ସେ ଗୁରୁ ବୋଲି ଆମେ କହିବା ଯେ ସମସ୍ତେ ତ ମନୁଷ୍ୟ ରୂପରେ ଏଠି ବିରାଜମାନ ଅଛନ୍ତି। ଏଘେନି ଗୁରୁ ନ ସେବିଲି, ଏକା ପ୍ରଭୁ ଭରସା କଲି। ମନ ସେଥିପାଇଁ କୁହାଯାଇଛି, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ପ୍ରତିଟି କର୍ମର ପ୍ରଚ୍ଛଦ ପଟରେ ନିଜର ମନ ହିଁ କହିବ ତମେ କୋଉ କାମ କରିଛ ଏବଂ ସେ କାମ କେତେ ସୁକର୍ମ କେତେ ରହିଛି ତାର ଏବଂ ଯାହା କେତେ ଅପକର୍ମ ହେଇଛି।
ପରେ ପରେ ଭକ୍ତି ଟିକାରେ ସେ କହୁଛନ୍ତି ଗୁରୁ ମିଳଇ ୟାକୁ ସତ୍ୟ ସେ ଲୋକ ଜାଣେ ନାମ ତତ୍ତ୍ୱ। ଯେତେବେଳେ ମଣିଷ ନିଜକୁ ଚିହ୍ନି ପାରିବ, ନିଜକୁ ବୁଝିପାରିବ ଏବଂ ତାର ସ୍ଥିତି ଏ ସମଗ୍ର ମଣ୍ଡଳରେ ସ୍ଥିତି ତାକୁ ଭଗବାନ କାହିଁକି ଜନ୍ମ ଦେଇଛନ୍ତି ଏବଂ ତାର ସ୍ଥିତି କଣ ହବା ଉଚିତ, ସେଇ ଦିନ ହିଁ ତାର ଜ୍ଞାନର ଆଲୋକ ଖୋଲିବ। ଯେତେ ଆମେ ପୋଥି ପୁରାଣ ପଢିଲେ ଜ୍ଞାନର ଆଲୋକ ବଢେ ନା, ସେ ଜ୍ଞାନର ଆଲୋକ ବଢେ, କିନ୍ତୁ ଆତ୍ମଜ୍ଞାନର ଆଲୋକ ପାଇଁ ମଣିଷକୁ ନିଜକୁ ଚିହ୍ନିବାକୁ ପଡିବ, ନିଜ ଆତ୍ମାକୁ ଶୁଣିବାକୁ ପଡିବ। ସନ୍ଥର ଦୃଷ୍ଟି ସର୍ବକାଳେ ଏକାତ୍ମକତା ଶୂନ୍ୟ ନିର୍ଗୁଣ ଆରାଧନାରେ ସନ୍ଥ ଯେପରି ନିଜକୁ ନିମଜ୍ଜିତ କରିଥାଏ, ଅନୁରୂପ ଭାବରେ ଅରକ୍ଷିତ ଦାସ ବ୍ରହ୍ମତତ୍ତ୍ୱକୁ ଅତି ସରଳ ଭାବରେ ଉପସ୍ଥାପନ କରିଛନ୍ତି। ବ୍ରହ୍ମ କିଏ ଏବଂ ବ୍ରହ୍ମ ତତ୍ତ୍ୱ କଣ ସେ ଅତି ସୁନ୍ଦର ଭାବରେ ମହିମଣ୍ଡଳ ଗୀତାରେ ଦେଖାଇଛନ୍ତି। ଅଦେଖା ଦେଖିବ, ଅତଳା ତୋଳିବ, ଅମୋଘ ମାଗିବ, ଅସାଧ୍ୟ ସାଧିବ, ଅଭକ୍ଷ ଭକ୍ଷିବ, ଅକର୍ମ କରିବ। ଏଠି ସେ ଅକର୍ମ କରିବ ଲେଖିଛନ୍ତି, ମାନେ ଅକର୍ମ ମାନେ ଯୋଉ କାମଟା ଆମର କରିବା ଉଚିତ ନୁହେଁ ସେଇଟାକୁ ସେ ନେଇଛନ୍ତି। ଏତେ ସବୁ କରିପାରିଲେ ବ୍ରହ୍ମକୁ ନିଶ୍ଚୟ ସାଧାରଣ ମଣିଷ ବି ସନ୍ଥ ପାଲଟି ଯିବ ଏବଂ ବ୍ରହ୍ମକୁ ଚିହ୍ନିପାରିବ। ଯେବେ ବ୍ରହ୍ମଙ୍କୁ ଚିହ୍ନିବ ସେବେ ଭଜନ, ଅର୍ଚ୍ଚନ, ବନ୍ଦନ, ଧ୍ୟାନ, ଜ୍ଞାନ, ଜପ, ମନ୍ତ୍ର, ଯୋଗ, ଲୟ ଏସବୁ ଜ୍ଞାନ ଅବଶ୍ୟ ବଢିବ। ସେତେବେଳେ ବ୍ରହ୍ମ କିଏ ବୁଝା ପଡିବ। ବ୍ରହ୍ମ କୌଣସି ବିଚ୍ଛିନ୍ନ ଗର୍ଭରୁ ବୁଝାଏ ନାହିଁ, ବ୍ରହ୍ମ ଏହା ସମଗ୍ରତାକୁ ବୁଝାଏ। ସନ୍ଥ ଅରକ୍ଷିତ ଦାସ ଏହି ଉଚ୍ଚତମ ଦିଗ୍ବଳୟକୁ ଛୁଇଁ ପାରିଛନ୍ତି। ସର୍ବଶ୍ରେଷ୍ଠ ବାସନାଟି ହେଉଛି ଆଧ୍ୟାତ୍ମିକ ଆବେଗ। ଉପାସନା ସମୟ ଆବଶ୍ୟକ ସମୟ ନାହିଁ। ଆଉ ସରିଲା, ଆଉ 5 ମିନିଟରେ କହିଦେବି। ଶବ୍ଦ ହିଁ ପ୍ରକୃତ ବ୍ରହ୍ମ, ଅକ୍ଷର ହିଁ ମନ୍ତ୍ରତ୍ୱର ବୀଜ। ଏକଥା ଜଣେ ସ୍ଥିତପ୍ରଜ୍ଞ ସନ୍ଥ ହିଁ କହିପାରନ୍ତି। ତେଣୁ ସେ କହିଛନ୍ତି, ଅକ୍ଷର ଯେବେ ସେବି ଥିବୁ ସର୍ବ ଭାଷାକୁ ତୁ ଜାଣିବୁ, ସର୍ବ ଭାଷା ତୁ ଜାଣିଲେ ଭକ୍ତି ପ୍ରାପତ ହେବ ଭଲେ। ଆମେ କୋଭଳି ଭାବରେ କଥା କହିବା ଦରକାର ଏବଂ କଥା କହିବା ବେଳେ ଶୁଣୁଥିବା ଲୋକ ଯେ କେତେ ଆଗ୍ରହ ପ୍ରକାଶ କରିବେ ସେଇଟା ଆମର କଥା ଉପରେ ନିର୍ଭର କରେ। ମୁଁ କେତେ ଭଗବାନଙ୍କୁ ବୁଝିଛି। ସନ୍ଥଙ୍କର ଯୋଉ ବାଣୀ ଅଛି, ଆମେ ସମସ୍ତେ ତାଙ୍କ ଦ୍ଵାରା ପ୍ରଭାବିତ ଏଇଥିପାଇଁ ହଉଛେ, ସେ ଅକ୍ଷରକୁ ବୀଜ ଭାବରେ ନେଇ ପାରିଛନ୍ତି। ଏବଂ ଭାଷା ଭଲ କହିବା ଦରକାର ନାହିଁ, କିନ୍ତୁ ସାଧାରଣ ଭାଷା ହେଇଥିବା ଦରକାର, ତା ଭିତରେ ଆତ୍ମଜ୍ଞାନର ପ୍ରକାଶ ହଉଥିବା ଦରକାର। ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଭକ୍ତି ଯୋଗ ଏକ ଅଥଳ ଯୋଗ। ଯୋଗରେ ଯାହା ସତ୍ୟ ଏବଂ ଚିରନ୍ତର ତାହା ଅନୁଗ୍ରହ। ଅତଏବ ଅରକ୍ଷିତ ଦାସ ନିଜ ଭିତରେ ବ୍ରହ୍ମଙ୍କୁ ଲାଭ କରିବା ନିମିତ୍ତ ସ୍ୱୟଂ ଆତ୍ମସତ୍ତାକୁ ଭକ୍ତି ଯୋଗ ଭିତରେ ସମଗ୍ର ସଂସାରକୁ ଏହି ଭକ୍ତି ଧାରା ବାଣ୍ଟି ପାରିଛନ୍ତି, ଯାହା ପାଇଁ ଆମେ ତାଙ୍କୁ ସନ୍ଥ ଅରକ୍ଷିତ ଦାସ ଭାବରେ ଗ୍ରହଣ କରିଛେ। ଧନ୍ୟବାଦ। ଧନ୍ୟବାଦ ଆଲୋଚିକା ମହାଶୟ। ସ୍ୱଳ୍ପ ସମୟ ଭିତରେ ଅନେକ ସାରଗର୍ଭ ଅଭିଭାଷଣ ପ୍ରଦାନ କରିଛନ୍ତି। ତେଣୁ ସମୟ ତ ଅତିକ୍ରାନ୍ତ, ତଥାପି এই ପ୍ରସଙ୍ଗରେ ଯଦି କାହା ମନରେ କିଛି ପ୍ରଶ୍ନ ଥାଏ ମୁଁ ପଚାରିବା ପାଇଁ ଅନୁରୋଧ କରୁଛି। ଜଣା ପଡୁଛି ଆଉ କିଛି କାହା ମନରେ ପ୍ରଶ୍ନ ନାହିଁ। ଏ ତେଣୁ ପ୍ରଶ୍ନ ଧନ୍ୟବାଦ। ପଚାରିବେ?